ଈଶ୍ୱର କେଉଁଠି କେତେବେଳେ ଓ କେଉଁ ରୂପରେ ଭକ୍ତକୁ ରକ୍ଷା କରନ୍ତି। ଗୋଟିଏ ଗ୍ରାମରେ ସାଧୁ ରହୁଥିଲେ। ସେ ଗ୍ରାମ ବାହାରେ ନଦୀ ସମୀପରେ ଏକ ଆଶ୍ରମ କରି ରହୁଥିଲେ ଓ ତାଙ୍କର ଦୁଇଟି ଚେଲା ମଧ୍ୟ ଥିଲେ। ସାଧୁ ଜଣେ ବିଜ୍ଞ ଲୋକ ଥିଲେ ଓ ଅତ୍ୟନ୍ତ ଭଗବାନ ଭକ୍ତ ଥିଲେ। ସେ ଦୈନିକ କିଛି ସମୟ ଆସୁଥିବା ଗ୍ରାମବାସୀଙ୍କୁ ଉପଦେଶ ଓ ଭଗବତ କଥା କହିବା ସହ ସର୍ବଦା ଆଶ୍ରମ ବାହାରେ ଥିବା ନଦୀ କୂଳସ୍ଥ ଏକ ଗଛ ନିକଟରେ ଧ୍ୟାନମଗ୍ନ ହୋଇ ରହୁଥିଲେ। ତାଙ୍କ କଥା ଓ ଆଚରଣରୁ ଜଣାପଡ଼େ ସେ ଅତ୍ୟନ୍ତ ଗଭୀର ଓ ଅଖଣ୍ଡ ଭାବରେ ଭଗବାନଙ୍କୁ ବିଶ୍ୱାସ କରୁଥିଲେ ଓ ତାଙ୍କ କହିବା ହିସାବରେ ଭଗବାନ ତାଙ୍କୁ ସବୁ ବିପଦରୁ ରକ୍ଷା କରିପାରିବେ। ଗ୍ରାମବାସୀମାନେ ସାଧୁଙ୍କୁ ଖୁବ୍ ଭକ୍ତି କରୁଥିଲେ ଓ ତାଙ୍କର ଉପଦେଶ ମାନୁଥିଲେ। ଥରେ କିଛି ଦିନ ପ୍ରବଳ ବୃଷ୍ଟି ହେବା ଫଳରେ ପାଣି ଆସିଲା ଓ ସେହି ବନ୍ୟା ଜଳ ଗ୍ରାମ ଭିତରକୁ ମଧ୍ୟ ପ୍ରବେଶ କଲା। ବର୍ଷା ନ କମିବାରୁ ଓ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଜଳସ୍ତର ବଢ଼ିବାକୁ ଲାଗିଲା। ଗ୍ରାମର ଘରଗୁଡ଼ିକ ମଧ୍ୟ ପାଣି ପ୍ରବେଶ କରିବାରୁ ସମସ୍ତ ଗ୍ରାମବାସୀ ଘର ଛାଡ଼ି ଉଚ୍ଚ ପାହାଡ଼ ଉପରକୁ ଯିବାର ନିଷ୍ପତ୍ତି କଲେ। ଗ୍ରାମର କେତେଜଣ ମୁଖ୍ୟ ଲୋକ ସାଧୁଙ୍କ ପାଖକୁ ଆସିଲେ। ସେତେବେଳେ ସାଧୁଙ୍କ ଗୋଡ଼ ମଧ୍ୟ ପାଣିରେ ବୁଡ଼ି ଯାଇଥିଲା। ସେମାନେ ସାଧୁଙ୍କୁ ତାଙ୍କ ସହ ପାହାଡ଼ ଉପରକୁ ଚଢ଼ିବା ପାଇଁ ଅନୁରୋଧ କଲେ, କିନ୍ତୁ ସାଧୁ କହିଲେ, ତମେମାନେ ସମସ୍ତେ ଯାଅ, ମୋ କଥା ଚିନ୍ତା କର ନାହିଁ। ମୋ ପାଇଁ ଭଗବାନ ଅଛନ୍ତି, ସେ ମୋତେ ନିଶ୍ଚିତ ଉଦ୍ଧାର କରିବେ। ବହୁ ଅନୁରୋଧ ପରେ ମଧ୍ୟ ସେହି ସାଧୁ ନିର୍ବିଚଳିତ ହୋଇ ସେହି କଥା କହିଲେ। ଫଳରେ ବାଧ୍ୟ ହୋଇ ଗ୍ରାମଲୋକ ଓ ସନ୍ନ୍ୟାସୀଙ୍କ ଚେଲା ସନ୍ନ୍ୟାସୀଙ୍କୁ ଛାଡ଼ି ଉଚ୍ଚ ପାହାଡ଼ ଉପରକୁ ପଳାଇଗଲେ। ନିଜର ଜୀବନ ରକ୍ଷା ପାଇଁ ଜଳର ସ୍ତର ଆସ୍ତେ ଆସ୍ତେ ବଢ଼ି ଚାଲିଲା। ସନ୍ନ୍ୟାସୀଙ୍କର ଛାତି ଯାଏ ପାଣି ଆସିଗଲା। ତଥାପି ସନ୍ନ୍ୟାସୀ ନିଜ ଧ୍ୟାନ ସ୍ଥଳରୁ ନ ଉଠନ୍ତି, ତପସ୍ୟାରେ ମଗ୍ନ ଥାନ୍ତି। ଏହି ସମୟରେ ଏକ ନାବରେ ନାଉରିଆ ସେପଟେ ଯାଇ ବାହି ଆସିଲା। ନା ସାଧୁଙ୍କ ନିକଟରେ ପହଞ୍ଚି କହିଲା, ହେ ଭାଇ, ନାଆକୁ ଚଢ଼ି ଆସ, ନିରାପଦ ସ୍ଥାନକୁ ଯିବା। ସନ୍ନ୍ୟାସୀ କିନ୍ତୁ ତାଙ୍କୁ ମନା କଲେ ଓ କହିଲେ, ତୁମେ ତୁମ ବାଟରେ ଯାଅ, ମୋର ନାଆର ଯିବାର କୌଣସି ଆବଶ୍ୟକତା ନାହିଁ, କାରଣ ସ୍ୱୟଂ ଭଗବାନ ମୋତେ ନିଶ୍ଚିତ ବଞ୍ଚାଇବାକୁ ଆସିବେ। ମୋର ଭଗବାନଙ୍କ ଉପରେ ପୂରା ଭରସା ଅଛି। ନାଉରିଆ ବାଧ୍ୟ ହୋଇ ସେଠାରୁ ଚାଲିଗଲା। ପାଣି ସ୍ତର ବଢ଼ିଥାଏ। ପାଣି ବଢ଼ି ସନ୍ନ୍ୟାସୀଙ୍କ ବେକ ପର୍ଯ୍ୟନ୍ତ ପହଞ୍ଚିଲା। ତଥାପି ସନ୍ନ୍ୟାସୀ ନିଜ ତପସ୍ୟାରେ ଲୀନ ହୋଇ ରହିଲେ। ପାଖରେ ଥିବା ଗଛ ପତ୍ର ମଧ୍ୟ ଉପୁଡ଼ି ପାଣିରେ ଭାସିବା ଆରମ୍ଭ କଲା। ଏହି ସମୟରେ ସରକାରଙ୍କର ଏକ ହେଲିକପ୍ଟର ଆକାଶ ମାର୍ଗରେ ଆସିଲା। ହେଲିକପ୍ଟରରୁ ଲୋକ ସାଧୁଙ୍କୁ ଦେଖିପାରି ଦୌଡ଼ି ପକାଇ ସାଧୁଙ୍କୁ ସେହି ଦୌଡ଼ି ଧରିବାକୁ କହିଲେ, ଯେପରି ସେମାନେ ତାଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନରେ ଛାଡ଼ିପାରିବେ। କିନ୍ତୁ ସନ୍ନ୍ୟାସୀ ପାଟି କରି କହିଲେ, ମୁଁ ତୁମ ଦୌଡ଼ି ଧରିବି ନାହିଁ, କାରଣ ଭଗବାନ ନିଜେ ଆସି ମୋତେ ଉଦ୍ଧାର କରିବେ। ବାଧ୍ୟ ହୋଇ ହେଲିକପ୍ଟରଟି ଫେରିଗଲା। ତାପରେ ଆହୁରି ଅଧିକ ପାଣି ଆସିଲା। ସନ୍ନ୍ୟାସୀ ସମ୍ପୂର୍ଣ୍ଣ ବୁଡ଼ିଗଲେ। ଫଳରେ ତାଙ୍କର ଜଳରେ ସମାଧି ଘଟିଗଲା। ତାଙ୍କ ମୃତ୍ୟୁ ପରେ ତାଙ୍କୁ ସ୍ୱର୍ଗରେ ସ୍ଥାନ ମିଳିଲା। ଦିନେ ସେ ସେଠାରେ ଏକ ମଉକା ପାଇ ଭଗବାନଙ୍କୁ ପଚାରିଲେ, ହେ ପ୍ରଭୁ, ମୁଁ ତ ଏତେ ସାରା ଜୀବନ ଆପଣଙ୍କ ତପସ୍ୟା କରିଥିଲି ଓ ନିଷ୍ଠାପର ଭାବରେ ଆପଣଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖିଥିଲି। ତେବେ ଯେତେବେଳେ ବନ୍ୟା ଜଳ ଆସିଲା, ଆପଣ କାହିଁକି ମୋତେ ଉଦ୍ଧାର କଲେ ନାହିଁ? ଜଳରେ ବୁଡ଼ି ମରିବାକୁ ଛାଡ଼ିଦେଲେ ମୋତେ। ଆପଣ ଚାହିଁଥିଲେ ତ ଅତି ଆରାମରେ ମୋତେ ବଞ୍ଚାଇ ପାରିଥାନ୍ତେ। ମୋର ତ ପୂରା ବିଶ୍ୱାସ ଥିଲା ଆପଣ ମୋତେ ନିଶ୍ଚୟ ବଞ୍ଚାଇବାକୁ ଆସିବେ। ଭଗବାନ ମୃଦୁ ହସି କହିଲେ, ହେ ସନ୍ଥ, ତୁମର ପୂର୍ଣ୍ଣ ବିଶ୍ୱାସ ଥିଲା ମୋ ଉପରେ। ମୋର ବହୁତ ପୁଣ୍ୟ କାର୍ଯ୍ୟ ମଧ୍ୟ କରିଛ। ମୋର ଗଭୀର ଭାବରେ ଭକ୍ତି ସହ ଆରାଧନା ମଧ୍ୟ କରିଛ। ସେଥିପାଇଁ ତ ମୁଁ ତୁମକୁ ମୃତ୍ୟୁ ପରେ ସ୍ୱର୍ଗରେ ସ୍ଥାନ ମିଳିଲା। ତେବେ ତୁମେ କିପରି ଜାଣିଲ ଯେ ମୁଁ ତୁମକୁ ବଞ୍ଚାଇବା ପାଇଁ ଉଦ୍ୟମ କରିନାହିଁ ବୋଲି? ଥରେ ନୁହେଁ, ତିନି ଥର ତୁମକୁ ବଞ୍ଚାଇବା ପାଇଁ ମୁଁ ପ୍ରୟାସ କରିଥିଲି, କିନ୍ତୁ ତାହା ତୁମେ ନ ପାରି ବାର ବାର ପ୍ରତ୍ୟାଖ୍ୟାନ କଲ।
प्रथमे ग्रामवासी माध्यम द्वितीय नाउरिया जरिया और तृतीय सभा शेष हेलिकॉप्टर द्वारा मोर 3टी जाक प्रयास को तुम्हें पादरे एड़ाई प्रत्याख्यान कल। तेणु तुम्हें किछि समय किछि उपाय नथिला हे सन्थ मु पूरा ब्रह्मांड चलाइबा कामरे किछि किंतु निष्ठापर व्यक्ति कथा मु निश्चय बुझी थाए और तांकर असुविधा प्रतिकार बाट मध्य बाहर करथाए। मु निजे परा गीता बा वार्तार देछि करी कराउ थाए मुहि अर्थात जेते केते बेले निज उपस्थिति रहिबा आउ केते बेले काहाकू माध्यम कराई मु मोर इस्पित ईप्सित और आवश्यक कार्य संपूर्ण करिथाए। एहीपरि केवल ताहा पाई करि नथाए जे प्रकृति उद्धार पाइबा योग्य किंतु व्यक्तिटी केवल मो उपरे भरोसा रखी ता आगरे मु खोलिथिबा रास्तार उपयोग न कले किपरि से साहाय्य करि परिबि समस्तଙ୍କୁ। दर्शक बंधु एहा थिला तो गपटिए प्रकृत रे दैनंदिन जीवन रे आवश्यक भावरे आमे विभिन्न समस्या बेले बेले सम्मुखीन होइथाउ। तेबे आमर जदि परमात्मा उपरे निष्ठा सहित भगवान भक्ति भाव रखिबा और सत्मार्ग रे रहिबा तेबे भगवान निश्चय आमर डाक शुणिबे और समस्या समाधान पाई निश्चित भावरे अनेक मार्ग खोली दियंती। आमको किंतु सही मार्ग देखिबाकू हेबो चिन्हिबाकू हेबो ताहा पुणी समय अनुसारे। तेबे आमे निश्चय भावे समस्यार समाधान पाई परिबा। खाली भगवानंकर भक्ति भावरे बा आतुर होई डाकिले किसी भी फल पाई परिबा नाही। दर्शक बंधु आपण को ये भक्ति भरा कहानीटी भल लगिले आमर प्रिय चैनल ओडिया ब्लॉगर सायरा को लाइक शेयर और सब्सक्राइब करने को आदौ भूलिबे नहीं। कमेंट रे आपण को प्रिय इष्टंक नाम लिखा को आदौ भूलिबे नहीं। रहुची नमस्कार।